आज এই ভিডিওরে আমি আলোচনা করিবা সাউথ ফিল্ম ইন্ডস্ট্রির জনে জনাশুনা অভিনেত্রী অনুষ্কা সেঠীଙ୍କ ବିଷୟରେ। ତାଙ୍କ ସୁନ୍ଦରତା ଚିତାକର୍ଷକ ଅଭିନୟ ଓ ନିଜ ଅଭିନୟ ପ୍ରତି ସମର୍ପଣ ଯୋଗୁଁ ସେ ବର୍ତ୍ତମାନ ଦକ୍ଷିଣ ଭାରତର ସର୍ବାଧିକ ପ୍ରଶଂସିତ ଓ ଚର୍ଚ୍ଚିତ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣତି ହୁଅନ୍ତି। ସିନେମା ଜଗତରେ ସୁଇଟି ସେଠି ଭାବେ ପରିଚିତ ଅନୁଷ୍କା ନିଜର ଅଦ୍ଭୁତ ଅଭିନୟ ଓ ଗମ୍ଭୀର ସ୍କ୍ରିନ୍ ପ୍ରେଜେନ୍ସ କାରଣରୁ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ସ୍ଥାପନ କରିଛନ୍ତି। ବାହୁବଳୀରେ ତାଙ୍କର ଦେବସେନା ଭୂମିକାରୁ ଆରମ୍ଭ କରି ଅରୁନ୍ଧତୀରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପର୍ଯ୍ୟନ୍ତ ସେ ଅଭିନୟର ଉଚ୍ଚତାରୁ ଉଚ୍ଚତର ସ୍ଥାନକୁ ଛୁଇଁ ପାରିଛନ୍ତି। 7 ନଭେମ୍ବର 1981ରେ ବେଙ୍ଗଲୁରୁ କର୍ଣ୍ଣାଟକରେ ଅନୁଷ୍କାଙ୍କ ଜନ୍ମ ହୋଇଥିଲା। ତାଙ୍କ ବାପା ଏନ୍ ଭିଟଲ ସେଠୀ ଯିଏକି ଜଣେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଥିଲେ ଓ ତାଙ୍କ ମାଙ୍କ ନାମ ପ୍ରଫୁଲ୍ଲା। ବାପା ମା ଅନୁଷ୍କାଙ୍କ ବ୍ୟତୀତ ତାଙ୍କର 2 ଭାଇ ମଧ୍ୟ ରହିଛନ୍ତି, ଯେଉଁଥିରେ ଗୁଣାରଞ୍ଜନ ସେଠୀ ତାଙ୍କର ବଡ଼ ଭାଇ ଓ ସାଇ ରମେଶ ସେଠୀ ତାଙ୍କର ସାନ ଭାଇ ଏବଂ ଉଭୟ 2 ଭାଇ ମଧ୍ୟ କସ୍ମେଟିକ୍ ସର୍ଜନ ଅଟନ୍ତି। ଅନୁଷ୍କା ନିଜର ପ୍ରାରମ୍ଭିକ ଶିକ୍ଷା ବେଙ୍ଗଲୁରୁରେ ଶେଷ କରି ମାଉଣ୍ଟ କାର୍ମେଲ ଅଟୋନମସ୍ କଲେଜରେ ବିଏରେ ଗ୍ରାଜୁଏସନ କମ୍ପ୍ଲିଟ୍ କରିଥିଲେ। ଏହା ବ୍ୟତୀତ ଅନୁଷ୍କା ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ଜଣେ ୟୋଗା ଟିଚର ଥିଲେ ଓ ସେ ସ୍ୱାମୀ ବିବେକାନନ୍ଦ ୟୋଗା ଅନୁଷ୍ଠାନର ପ୍ରସିଦ୍ଧ ଯୋଗ ଶିକ୍ଷକ ଭରତ ଠାକୁରଙ୍କଠୁ ପ୍ରଶିକ୍ଷିତ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅନୁଷ୍କାଙ୍କ ଲକ୍ଷ୍ୟରେ ପରିବର୍ତ୍ତନ ହୋଇଥିଲା, ତେଣୁ ସେ ଆକ୍ଟିଂ ଓ ମଡେଲିଂ ପ୍ରତି ମନ ବଳେଇଥିଲେ। ତାଙ୍କ ଭିତରେ ଥିବା ଏକ ଅଭିନୟର କଳା ଲୁଚି ରହିଛି ଜାଣି 2005ରେ ହିଁ ତାଙ୍କୁ ଡିରେକ୍ଟର ପୁରୀ ଜଗନ୍ନାଥଙ୍କ ଫିଲ୍ମ ସୁପରରେ ନାଗାର୍ଜୁନଙ୍କ ସହ ଅଭିନୟ ପାଇଁ ସୁଯୋଗ ମିଳିଲା। ତେଣୁ ଏହି ଫିଲ୍ମ ଦ୍ୱାରା ହିଁ ଅନୁଷ୍କା ଫିଲ୍ମ ଦୁନିଆର ପ୍ରାଙ୍ଗଣରେ ପାଦ ଦେଇଥିଲେ। ମାତ୍ର ଅନୁଷ୍କାଙ୍କ କ୍ୟାରିୟରର ଏହି ପ୍ରଥମ ଫିଲ୍ମଟି ବକ୍ସ ଅଫିସରେ ସେମିତି କୌଣସି ପ୍ରଫିଟ୍ କମାଇ ନଥିଲା। ଏହାପରେ ପୁଣି 2005ରେ ମହାନଦୀ ନାମକ ତେଲୁଗୁ ଫିଲ୍ମରେ ଲିଡ୍ ଆକ୍ଟ୍ରେସ୍ ରୋଲରେ ଅନୁଷ୍କା ନଜର ଆସିଲେ। ହାଲାକି ଏହି ଫିଲ୍ମଟି ବକ୍ସ ଅଫିସରେ ଏଭରେଜ ଫିଲ୍ମରେ ପରିଣତ ହେଲା, କିନ୍ତୁ ଅନୁଷ୍କାଙ୍କ ଚଳଚ୍ଚିତ୍ର ଦୁନିଆରେ ସେତେବେଳେ ଯାଇ ପୂର୍ଣ୍ଣତା ଆସିଲା ଯେତେବେଳେ 2006ରେ ଡିରେକ୍ଟର ଏସ୍ ରାଜମୌଲିଙ୍କ ଫିଲ୍ମ ବିକ୍ରମାଙ୍କୁଡୁ ମୁକ୍ତି ଲାଭ କଲା। ମାସ୍ ମହାରାଜା ରବି ତେଜାଙ୍କ ସହ ସୁଇଟି ସେଠୀ ଅନୁଷ୍କାଙ୍କୁ ଦର୍ଶକ ବେଶ ପସନ୍ଦ କଲେ ଓ ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସରେ ବ୍ଲକବଷ୍ଟର ଫିଲ୍ମ ଭାବେ ପରିଣତ ହେଲା। ଏହାପରେ ଅନୁଷ୍କାଙ୍କ ଫ୍ୟାନ୍ ଫଲୋଇଂ ସାରା ସାଉଥ ଇଣ୍ଡଷ୍ଟ୍ରିରେ ବୁଲେଟ୍ ସ୍ପିଡରେ ଗତି କଲା। 2009ରେ ଆସିଥିବା ଅରୁନ୍ଧତୀ ଫିଲ୍ମରେ ଅନୁଷ୍କା ଡବଲ ରୋଲରେ ଅଭିନୟ କଲେ। ଏହି ଫିଲ୍ମରେ କୌଣସି ହିରୋ ନଥାଇ ମଧ୍ୟ ଏହା ବକ୍ସ ଅଫିସରେ ଅଲ୍ ଟାଇମ୍ ବ୍ଲକବଷ୍ଟର ଫିଲ୍ମରେ ପରିଣତ ହେଲା ଓ ଏହି ଫିଲ୍ମଟି ସେ ବର୍ଷ ଟଲିଉଡର ହାଇଏଷ୍ଟ ଗ୍ରସିଂ ଫିଲ୍ମ ମଧ୍ୟ ହେଲା। ଏହାପରେ ଅନୁଷ୍କାଙ୍କୁ ଗୋଟେ ପରେ ଗୋଟେ ହାଇ ବଜେଟ୍ ବିଶିଷ୍ଟ ଫିଲ୍ମର ଅଫର ଆସିଲା ଓ ସେ ମଧ୍ୟ ଗୋଟେ ପରେ ଗୋଟେ ଅନେକ ଫିଲ୍ମରେ ଲିଡ୍ ଆକ୍ଟ୍ରେସ୍ ରୋଲରେ ଅଭିନୟ କଲେ। ଅନୁଷ୍କାଙ୍କ କେତେଗୁଡ଼ିଏ ପ୍ରମୁଖ ଫିଲ୍ମ ମଧ୍ୟରୁ ଷ୍ଟେଲିନ୍, ଲକ୍ଷ୍ୟମ୍, ଡନ୍, ବାଲାଦୁର, ସୂର୍ଯ୍ୟମ୍, ଅରୁନ୍ଧତୀ, ବିଲାସ, ସିଂଘମ, ନାଗାବଳୀ, ମିର୍ଚି, ସିଂଘମ 2, ସିଂଘମ 3, ଲିଙ୍କା, ରୁଦ୍ରମାଧବୀ, ବାହୁବଳୀ ଦ ବିଗିନିଂ, ବାହୁବଳୀ ଦ କନକ୍ଲୁଜନ, ଭାଗମତୀ, ମିସ୍ ସେଠୀ, ମିଷ୍ଟର ପଲି ସେଠୀ ପରି 53ଟି ଫିଲ୍ମରେ ଅନୁଷ୍କା ଅଭିନୟ କରିସାରିଛନ୍ତି। ଅଭିନୟ ବେଳେ ତାଙ୍କ ଉପସ୍ଥାପନାର ଏକ ସ୍ୱତନ୍ତ୍ର ପରିଚୟ କାରଣରୁ ତାଙ୍କୁ ଅନେକ ଦର୍ଶକ ନିଜ ଫେଭରେଟ୍ ଆକ୍ଟ୍ରେସ୍ ମାନନ୍ତି। ଆଉ ତାଙ୍କର ଏହି ସୁନ୍ଦର ଅଭିନୟ କାରଣରୁ ତାଙ୍କୁ ଫିଲ୍ମ ଦୁନିଆରେ ଅନେକ ସମ୍ମାନ ଓ ପୁରସ୍କାରରେ ପୁରସ୍କୃତ କରାଯାଇଛି। ବସୁ ବିଶିଷ୍ଟ ସଫଳତାର ଦୃଷ୍ଟାନ୍ତ ସଦୃଶ ସେ ପାଇଥିବା କେତେକ ପ୍ରମୁଖ ଆୱାର୍ଡସ୍ ମଧ୍ୟରୁ 3 ଥର ସନ୍ତୋଷମ୍ ଫିଲ୍ମ ଆୱାର୍ଡସ୍, 3 ଥର ସିନେମା ଆୱାର୍ଡସ୍, 3 ଥର ଉଗାଡ଼ି ଆୱାର୍ଡସ୍, 2 ଥର ବିଜୟ ଆୱାର୍ଡସ୍, 2 ଥର ନନ୍ଦୀ ଆୱାର୍ଡସ୍, 2 ଥର ସାଉଥ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ମୁଭି ଆୱାର୍ଡସ୍ ଓ ଗୋଟିଏ TSR TV9 ନ୍ୟାସନାଲ ଫିଲ୍ମ ଆୱାର୍ଡସ୍, ଦାଦା ସାହେବ ଫାଲକେ ଆୱାର୍ଡସ୍ ସାଉଥ, ତାମିଲନାଡୁ ଷ୍ଟେଟ୍ ଫିଲ୍ମ ଆୱାର୍ଡସ୍, ବିହାଇଣ୍ଡ ଉଡ୍ସ ଗୋଲ୍ଡ ମେଡାଲ ପରି ଅନେକ ଛୋଟ ବଡ଼ ସମ୍ମାନ ଓ ପୁରସ୍କାରରେ ଅନୁଷ୍କା ସମ୍ମାନିତ ହୋଇଛନ୍ତି। ଅନୁଷ୍କା ନିଜ ବ୍ୟକ୍ତିଗତ ଜୀବନରେ ହାଲାକି କୁହାଯାଉଥିଲା ପ୍ରଭାସଙ୍କ ସହିତ ସେ ରିଲେସନସିପ୍ରେ ଥିଲେ। ହାଲାକି ଅଫିସିଆଲ ନୁହେଁ, କିନ୍ତୁ ଏବେର ଏକ ରିପୋର୍ଟ ଅନୁସାରେ ସେ କାନାଡା ଫିଲ୍ମ ପ୍ରଡ୍ୟୁସରଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ବାସ୍ତବରେ ସେ ଯାହା ବି ହେଉନା କାହିଁକି, ଅନୁଷ୍କା ସେଠୀ ଜଣେ ଏମିତି ଅଭିନେତ୍ରୀ ଯିଏ ନିଜ ଅଭିନୟ ବେଳେ ଯେକୌଣସି ସିଚୁଏସନରେ ନିଜ ଆକ୍ଟିଂକୁ 100% ଦେଇ ଅସଂଖ୍ୟ ପ୍ରଶଂସକଠୁ ଭଲ ପାଇବା ସାଉଁଟିପାରେ ସଭା ଶୀର୍ଷରେ ଥାନ୍ତି। ଯଦି ଆପଣଙ୍କୁ ମଧ୍ୟ ତାଙ୍କ ଅସାଧାରଣ ଅଭିନୟ ପସନ୍ଦ ଲାଗେ ତାହେଲେ ନିଶ୍ଚିତ ଭିଡିଓକୁ ଲାଇକ୍ କରିବା ସହିତ ଆଗକୁ ଏହିପରି ଫେମସ ସେଲିବ୍ରିଟିଜ ମାନଙ୍କ ବାୟୋଗ୍ରାଫି ଭିଡିଓ ଦେଖିବା ପାଇଁ ଆପଣଙ୍କ ଚ୍ୟାନେଲ ମୋ ଓଡ଼ିଶାକୁ ଏବେ ହିଁ ସବସ୍କ୍ରାଇବ କରିପାରନ୍ତି। ରହୁଛି, ଜୟ ଜଗନ୍ନାଥ।